नमस्कार दोस्तों स्वागत जनाऊे आमर एवं आपणक यूट्यूब चैनल क्रिकेट ओडिया 24.7 यूट्यूब चैनल। आज आम कथा जाऊे एमिति एक मैच विषय जहाँ सारा क्रिकेट जगत रे उत्साह भरी देइथिला। इंग्लैंड बनाम नेपाल आईसीसी टी20 वर्ल्ड कप रे ऐतिहासिक मुकाबिला। चलंतु पूरा कहानी आरंभ करिबा। मैच टी मुंबई रो वानखेड़े स्टेडियम टारे खेला जाउथिला। चारिपटे दर्शकों को उल्लाह उत्साहित नेपाल फैन आखिरे स्वप्न एवं इंग्लैंड दलर आत्मसमर्पण। टॉस जीतिला नेपाल दल बैटिंग करिया को आमंत्रित करथिले इंग्लैंड दल। समस्त आशा थिला नेपाल किछ आश्चर्य करि पारिबो कि। इंग्लैंड बैटिंग आरंभ कला दमदार भावरे जैक बेथेल और हैरी ब्रुक को शानदार शॉट खेलिले। निर्धारित 20 ओवर रे 7 विकेट हराई इंग्लैंड 184 रन संग्रह करि पारिथिले। नेपालଙ୍କ ପାଇଁ ଏହା ଥିଲା ଏକ କଠିନ ଟାର୍ଗେଟ 185 ରନ୍। ଏବେ ମଞ୍ଚରେ नेपाल ଆରମ୍ଭରୁ ହିଁ नेपाल ବ୍ୟାଟ୍ସମ୍ୟାନ ଭୟ ବିନା ଖେଳିଥିଲେ। ଦୀପେନ୍ଦର ସିଂ ଏରା ଧୂଆଁଦାର ବ୍ୟାଟିଂ। ରୋହିତ ପଡେଲ ଦଳକୁ ସମ୍ଭାଳିଲେ। ଶେଷ ପର୍ଯ୍ୟନ୍ତ ଲୋକେଶ ଆଶା ଯୋଗାଇଥିଲେ ସତ୍ତ୍ୱେ ଲୋକେଶ ଆଶାରେ ବିଫଳ ହୋଇଯାଇଥିଲା। ପ୍ରଥମ ରନ୍ ସହିତ ମ୍ୟାଚ୍ ଆହୁରି ରୋମାଞ୍ଚକ କରୁଥିଲା। ଲୋକେଶ ଶେଷ ଓଭର ଯାଏ ଲଢ଼ିଥିଲେ ସତ୍ତ୍ୱେ ଲୋକେଶ ମ୍ୟାଚ୍ଟାକୁ ବଚାଇ ପାରିନଥିଲେ। ଶେଷ ଓଭରରେ ନେପାଳକୁ ଜିତିବା ପାଇଁ ଆଉ କିଛି ରନ୍ ଦରକାର ହେଉଥିଲା। ଷ୍ଟାଡିୟମରେ ସାନ୍ନାଟା। ଦର୍ଶକଙ୍କ ହୃଦୟରେ ଧଡ଼ ଧଡ଼ ହୋଇ ଛାତି ଥରୁଥିଲା। କିନ୍ତୁ ଏଠି ଅନୁଭବ ଦେଖାଇଥିଲେ ଇଂଲଣ୍ଡ ଖେଳାଳିମାନେ। ଶେଷ ମୁହୂର୍ତ୍ତରେ ବୋଲରଙ୍କ ଚାପ ସମ୍ଭାଳି ପାରିନଥିଲେ ନେପାଳୀ ଦଳ। ଇଂଲଣ୍ଡ ଦଳ 7 ୱିକେଟ୍ ହରାଇ 184 ରନ୍ କରିଥିଲା। ନେପାଳ ଦଳ 6 ୱିକେଟ୍ ହରାଇ 180 ରନ୍ କରି ଇଂଲଣ୍ଡକୁ 4 ରନ୍ରେ ମ୍ୟାଚ୍ ଜିତିବାକୁ ପଡ଼ିଲା। ନେପାଳ ହାରିଲା ମଧ୍ୟ ହୃଦୟ ଜିତିଲା। ଏହି ମ୍ୟାଚ୍ରେ ପ୍ରମାଣ କରିଦେଲା ନେପାଳ ଦଳ ଛୋଟ ହେଲେ ବି ସ୍ୱପ୍ନ ବଡ଼ ହୋଇପାରେ। ନେପାଳର ଏହି ଲଢ଼େଇ ସାରା ବିଶ୍ୱରେ ଏକ ସନ୍ଦେଶ ଗଲା। ଯଦି ଆପଣଙ୍କ ମାନେ ଆମ ଭିଡ଼ିଓଟାକୁ ଯଦି ଭଲ ଲାଗୁଥାଏ ତାହେଲେ ଲାଇକ୍ କରନ୍ତୁ, ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ଆପଣଙ୍କୁ କେଉଁ ମୁହୂର୍ତ୍ତରେ ସବୁଠୁ ଭଲ ଲାଗିଲା ସେଇଟା କମେଣ୍ଟ ମାଧ୍ୟମରେ ଆମକୁ ମତାମତ ଦେବେ।